ଆଜି ଶୁଣିବା ଉପନ୍ୟାସ ଲଛମ ଭାଗ 18। ଔପନ୍ୟାସିକ ଫକୀରମୋହନ ସେନାପତି। ପରିଚ୍ଛେଦ 37। ପରିଚ୍ଛେଦର ନାମ ସାକ୍ଷାତ ସଂଶୟ। ଦିଗ୍ଦର୍ଶନ ଶଳାକା ଯେପରି ପ୍ରତିନିୟତ ଉତ୍ତରାଭିମୁଖୀନ ବିପରୀତ ମୁଖବଳରେ ଅନ୍ୟ ଦିଗକୁ ଚାଳିତ ହେଲେ ମଧ୍ୟ ଯେପରି ଅବସର ପ୍ରାପ୍ତି ମାତ୍ରକେ ଉତ୍ତର ଦିଗକୁ ଧାବିତ ହୁଏ, ସେହିପରି ଆମ୍ଭମାନଙ୍କ ପାନରାର ଦୃଷ୍ଟିରେଖା ବାଦଲ ସିଂ ଉପରେ ପଡ଼ିଅଛି। ବାଦଲ ସିଂ ପ୍ରତିମୂର୍ତ୍ତି ଦର୍ଶନ ମାତ୍ରକେ ଯେମନ୍ତ ତାହାର ଜୀବନୀ ଶକ୍ତି, ତାହାର ଧୈର୍ଯ୍ୟ, ତାହାର ଆନନ୍ଦ, ତାହାର ସାମର୍ଥ୍ୟ ତଡ଼ିତ୍ ପ୍ରବାହ ପରି ଶତ ସହସ୍ର ଗୁଣରେ ବର୍ଦ୍ଧିତ ହୋଇ ଦେହର ଶୋଣିତ ବାହିନୀ ପ୍ରତି ଶିରାରେ ବ୍ୟାପ୍ତ ହୋଇଯାଉଅଛି। ଏଣେ ବାଦଲ ସିଂ ମଧ୍ୟ ଏକ ଧ୍ୟାନରେ ପାନରାକୁ ଚାହିଁ ରହିଛି ଏବଂ ମନୋଯୋଗ ପୂର୍ବକ ତାହାର ପ୍ରତ୍ୟେକ କଥା ଶ୍ରବଣ ନୁହେଁ, କଦାଚିତ୍ ଅବସାଦନତାରେ ଏକ ପ୍ରକାର ସ୍ୱର କରୁଅଛି। ପାନର କଥାରୁ ଜଣାଯାଏ, ନବାବ ସାହେବଙ୍କ ସହିତ ସେ ଯେଉଁ ସ୍ୱରରେ କଥୋପକଥନ କରୁଅଛି, ଏହା ତାର ପ୍ରକୃତିଦତ୍ତ ସ୍ୱର ବାହାରି ପଡ଼ୁଛି। ସେହି ସ୍ୱର ଶୁଣି ପୁଣି ରୂପ ଦେଖି ବାଦଲ ସିଂ ସ୍ତମ୍ଭୀଭୂତ ହୋଇଗଲାଣି ଏବଂ ତାହାର ବିସ୍ମୃତ ପ୍ରାୟ ବିଗତ ବିଷାଦ ନବୀଭୂତ ହୋଇ ତାହାକୁ ବାହ୍ୟ ଜ୍ଞାନଶୂନ୍ୟ କରି ପକାଉଛି। ବାଦଲ ସିଂ ମନ ମଧ୍ୟରେ ଚିନ୍ତା କରୁଅଛି, ଲଛମାର ଭାଇ ଥିଲେ ତାହାର ଇଦୃଶ ରୂପ, ଇଦୃଶ ସ୍ୱର ହେବାର ସମ୍ଭାବନା ଥିଲା। ପୃଥିବୀ ମଧ୍ୟରେ ଦୁଇ ଜଣଙ୍କର କି ଏକ ପ୍ରକାର ରୂପ ହୋଇପାରେ? କେବଳ ରୂପ ନୁହେଁ, ତାହା ସହିତ ସ୍ୱର। ଆଶ୍ଚର୍ଯ୍ୟ! ପୁଣି ଲିଙ୍ଗଭେଦ? ନାହିଁ, ମୋହର ଭ୍ରମ। ଲଛମାର କିଛି ଏହିପରି ରୂପ? ସେ ଲାବଣ୍ୟ କାହିଁ? ସେ କୋମଳ କଥା କାହିଁ? ସେ ସଲ୍ଲଜ କଟାକ୍ଷପାତ କାହିଁ? ସେ ଓଷ୍ଠ ପ୍ରସାରୀ ମଧୁର ହାସ୍ୟ କାହିଁ? ହା ଭଗବାନ! ବାଲ୍ୟକାଳରୁ ପିତୃହୀନ ଥିଲି, ପିତା ଦେଇଥିଲ, ବିପୁଳ ବିତ୍ତ ଦେଇଥିଲ, ଦେବଦୁର୍ଲ୍ଲଭ ପତିପ୍ରତା ପ୍ରଣୟିନୀ ଦେଇଥିଲ। ବର୍ତ୍ତମାନ ମୋ ପକ୍ଷରେ ସମସ୍ତ ସ୍ୱପ୍ନବତ୍ ପ୍ରତୀୟମାନ ହେଉଅଛି। ଲଛମାର ପରିଣାମ ବାଦଲ ସିଂ ଚିନ୍ତା କଲା। ସେହି ପ୍ରାଣ ପ୍ରତିମା ନୟନତାରା ଲଛମା ପରଲୋକଗତା ଅଥବା ବର୍ଗୀ ଶିବିର ମଧ୍ୟରେ ଅବସ୍ଥିତା। ବାଦଲ ସହ୍ୟ କରିପାରିଲା ନାହିଁ। ଛୁରିକା ମୁଷ୍ଟି ଦୃଢ଼ କରି ଭାସ୍କର ପଣ୍ଡିତ ଶବ ପ୍ରତି ସକ୍ରୋଧରେ ଅନାଇଲା। ନବାବ ସାହେବ ବାଦଲ ସିଂର ପ୍ରକୃତ ଅଭିପ୍ରାୟ ଅନବଗତ ହସି ହସି ତାହା ହାତ ଧରି ଓଟାରି ନେଇ ଘେନିଗଲେ। ପରିଚ୍ଛେଦ 38। ପରିଚ୍ଛେଦର ନାମ ବିଚିତ୍ର ବକ୍ସିସ୍ ବାସନା। ବିଜ୍ଞ ବିଚକ୍ଷଣ ବୟୋବୃଦ୍ଧ ବିଶିଷ୍ଟ ଲୋକମାନଙ୍କର ବିଧାନ। ବିଜିତ ସ୍ଥାନରେ ବିଶ୍ରାମ ବିଧେୟ ନୁହେଁ। ମୁର୍ଶିଦାବାଦ ରାମାନା ସକାଶେ ନବାବ ସାହେବଙ୍କ ଆଦେଶ ପ୍ରଚାରିତ ହେଲା। ସାଗରଗାମିନୀ ସୁରଧୁନୀ ସର୍ବ ବାଧାବିଘ୍ନ ଅତିକ୍ରମ ପୂର୍ବକ ସାଗର ସଙ୍ଗ ଲାଭ ସକାଶେ ପ୍ରତିନିୟତ ଧାବମାନା। ଆମ୍ଭେମାନେ ଦେଖିଅଛୁ, ପାନରା ବାଦଲ ସିଂ ସଙ୍ଗଲାଭ ସକାଶେ ତଦ୍ରୂପ ବ୍ୟତିବ୍ୟସ୍ତ ହୋଇପଡ଼ିଲାଣି। ମାତ୍ର ମାନସ ସଫଳ କରିବାର ସୁଯୋଗ ଓ ଅବକାଶ ଉଭୟର ଅଭାବ। ଆଜକୁ କେତେଦିନ ହେଲା ମୁର୍ଶିଦାବାଦରେ ଆନନ୍ଦ ଉତ୍ସବ ଲାଗିଥିଲା। ସେହି ଆନନ୍ଦ ଅନେକ ଗୁଣରେ ବର୍ଦ୍ଧିତ ହୋଇଯାଇଅଛି। ବର୍ତ୍ତମାନ ଆନନ୍ଦ ଅନ୍ୟରୂପ। ଶତ୍ରୁ ବିନଷ୍ଟ ହୋଇଅଛି, ଚିରକାଳ ପାଇଁ ଶାନ୍ତି ଲାଭ କରିବ। ରାଜକର୍ମଚାରୀ, ବାଣିଜ୍ୟ ବ୍ୟବସାୟୀ, ସୈନିକ, ନାଗରିକ ଓ ଜନପଦବାସୀ ଯାବତୀୟ ଲୋକେ ଦରବାରରେ ନବାବ ସାହେବଙ୍କୁ ଅଭିନନ୍ଦନ କରିବା ସକାଶେ ଧାବିତ। ନବାବ ସାହେବ ପ୍ରେମାଳାପ ଦ୍ୱାରା ସମସ୍ତଙ୍କୁ ଆପ୍ୟାୟିତ କରୁଅଛନ୍ତି। ଏ ଉତ୍ତାରୁ ଖିଲତ ବିତରଣ। ସେନାପତିମାନଙ୍କୁ ଖିଲତ ବିତରଣ କରାଯାଇ ବର୍ଗୀ ହତ୍ୟାକାରୀ ସୈନିକମାନଙ୍କ ସହିତ ବାଦଲ ସିଂଙ୍କୁ ଆହ୍ୱାନ କରାଗଲା। ନବାବ ସାହେବ ଆନନ୍ଦ ମନରେ କହିଲେ, ବାଦଲ, ହାବିଲଦାର ବାଦଲ! ତୁମ୍ଭ ପରାମର୍ଶ, ତୁମ୍ଭ ସାହସିକତା, ତୁମ୍ଭ ବୀରତ୍ୱରେ ଆମ୍ଭେ ନିଷ୍କଣ୍ଟକ ହୋଇଅଛୁ। ତୁମ୍ଭଙ୍କୁ ଖିଲତ ଦେବାକୁ ଇଚ୍ଛା କରୁ। ରାଜପଦ୍ଧତି ସହିତ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ବଣବିଷ୍ଣୁପୁର ପରଗଣା ନିଷ୍କର ରୂପେ ତୁମ୍ଭଙ୍କୁ ଇନାମ ପ୍ରଦତ୍ତ ହେଲା। ଆଉ ଯେବେ କିଛି ପ୍ରାର୍ଥନା ଥାଏ, ପ୍ରକାଶ କର। ପାନରାକୁ ଦେଖିବା ସମୟଠାରୁ ବାଦଲ ବିସ୍ତୃତପ୍ରାୟ ବିଷାଦ ନବୀଭୂତ ହୋଇପଡ଼ିଅଛି। ତାହାର ବର୍ତ୍ତମାନ ପାର୍ଥିବ କୌଣସି ପଦାର୍ଥର ଆକାଙ୍କ୍ଷା ନାହିଁ। ଆପଣାର ପ୍ରତିଜ୍ଞା ଆଂଶିକ ପ୍ରତିପାଳନ କରିଅଛି। ଏକ ପ୍ରକାର ନିଶ୍ଚିନ୍ତ। ବାଦଲ ସିଂ କହିଲା, ହଜୁର, ମୋହର କିଛି ପ୍ରାର୍ଥନା ନାହିଁ।
ବାଦଲ ସିଂର ଭାବ ଦର୍ଶନ କରି ଦର୍ଶକ ମଣ୍ଡଳୀ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ଏହି ଉତ୍ତାରେ ନକିବ ଡାକିଲା, ଉମେଦବାର ହାଜର, ଉମେଦବାର ହାଜର। ଦରବାରରେ ଜନତା ହେବାରୁ ଆମ୍ଭମାନଙ୍କ ପାନରା ଅପସୃତ ହୋଇଯାଇ ଏକ ନିବୃତ ସ୍ଥାନରେ ଉଭା ହୋଇ ବାଦଲ ସିଂଙ୍କୁ ଏକଧ୍ୟାନରେ ଅନାଇଥାଏ। ନକିବ ଡାକରା ଶୁଣି ଧୀରେ ଧୀରେ ଅଗ୍ରସର ହେଲା। ଲୋକମାନେ ଆଡ଼ ହୋଇଯାଇ ତାହାର ମାର୍ଗ ପରିଷ୍କାର କରିଦେଲେ। ଆମ୍ଭେମାନେ ବର୍ତ୍ତମାନ ପାନରାର ଭାବାନ୍ତର ଦେଖୁଅଛୁ ଯେ ବ୍ୟକ୍ତି ଶତ ଶତ ବୀର ମଧ୍ୟରେ ନିର୍ଭୟ ଚିତ୍ତରେ ଆପଣା ଜୀବନର ମାୟା ପରିତ୍ୟାଗ ପୂର୍ବକ ଗୋଟିଏ ଜଗତ୍ବିଖ୍ୟାତ ବୀରକୁ ହତ୍ୟା କରିଥିଲା। ବର୍ତ୍ତମାନ ସେ ଯେମନ୍ତ ସାହସ ସହକାରେ ନବାବ ସାହେବଙ୍କ ସମ୍ମୁଖକୁ ଅଗ୍ରସର ହୋଇପାରୁନାହିଁ। ଲଜ୍ଜା, ଭୟ, ସଙ୍କୋଚ ଯେମନ୍ତ ଯୁଗପତ୍ ମିଳିତ ହୋଇ ପାଦକୁ ପଛକୁ ଉଟାଉଛି। ନବାବ ସାହେବଙ୍କ ପୁନଃ ପୁନଃ ଆହ୍ୱାନରେ ଅଣାୟତ୍ତ ହୋଇ ବାଦଲ ସିଂ ପ୍ରତି ଈଷତ୍ ଦୃଷ୍ଟିପାତ ପୂର୍ବକ ଅଗ୍ରସର ହେଲା। ମୁହୁର୍ମୁହୁଃରୁ ନବାବ ସାହେବ ସ୍ନେହ ଆଦରପୂର୍ବକ କହିଲେ, ଆରେ ଛୋକରା, ତୁ ଖିଲତ ପାଇବାର ଯୋଗ୍ୟ। କ'ଣ ତୋର ଇଚ୍ଛା? ନବାବ ସାହେବଙ୍କ ହୁକୁମ ଶୁଣି ପାନରାକି ଉତ୍ତର ଦେବ କିଛି ସ୍ଥିର କରି ପାରିଲା ନାହିଁ। ଅଦବୋଧନ ହୋଇ ଦକ୍ଷିଣପଦ ବୃଦ୍ଧାଙ୍ଗୁଳିରେ ମୃତ୍ତିକା ଖନନ କରୁଥାଏ। ଦରବାରର ଯାବତୀୟ ଲୋକ ତାହା ଆଡ଼କୁ ଚାହିଁ ରହିଛନ୍ତି। ଏଥକୁ ସେ ଆହୁରି ମଧ୍ୟ ସଙ୍କୁଚିତ ହୋଇଯାଉଅଛି। ନବାବ ସାହେବଙ୍କ ପୁନଃ ପୁନଃ ପ୍ରଶ୍ନର ଉତ୍ତର ଦେବାକୁ ଆୟତ୍ତ ନାହିଁ। ହଠାତ୍ ତାହା ମୁଖରୁ ବାହାରି ପଡ଼ିଲା, ମୋ ଭଗିନୀ ସହିତ ଏହି ହାବିଲଦାରଙ୍କ ବିବାହ ଦିଆଯାଉ। ନବାବ ସାହେବ ମନରେ କରିଥିଲେ, ଏ ବ୍ୟକ୍ତି ଉମେଦବାର ହାବିଲଦାରୀ, ମନସବଦାରୀ କିମ୍ବା ଅନ୍ୟ କୌଣସି ପ୍ରକାରର କିଛି ଗୋଟାଏ ଚାକିରି ପ୍ରାର୍ଥନା କରିବ। ମାତ୍ର ବର୍ତ୍ତମାନ ବିଚିତ୍ର ବକ୍ସିସ୍ ବାସନା ଦେଖି ବିସ୍ମିତ ହେଲେ। ଅନ୍ୟ ଲୋକେ ପରସ୍ପର ମୁଖାବଲୋକନ କଲେ। ଦରବାର କାଇଦା ସକାଶେ ହସିବାକୁ ସାହସ କରିପାରିଲେ ନାହିଁ। ଆଉ ବାଦଲ ସିଂ, ସେ ତ ଦାରୁଭୂତ ମୁରାରି ହୋଇଗଲାଣି। ପାନରାକୁ ଥରେ ଅମନୋଯୋଗ ପୂର୍ବକ ଅନାଇ ଭାଳିଲା, ଲୋକଟା କ'ଣ ବାୟା? ନବାବ ସାହେବ ବାଦଲ ପ୍ରତି ଦୃଷ୍ଟିପାତ କରି କହିଲେ, ଦେଖ ହାବିଲଦାର, ଆଲ୍ଲା ତାଲାଙ୍କର ତୁମ ପ୍ରତି ଭାରି ମେହେରବାନୀ। ରାଜା ହେଲ, ଜମିଦାରୀ ପାଇଲ, ପୁଣି ଏକ ନୟା ବିବି ପ୍ରାପ୍ତ ହେବ। ବାଦଲ ସ୍ଥିର ଭାବରେ ଉଭା ହୋଇଅଛି। ନବାବ ସାହେବଙ୍କ ପୁନଃ ପୁନଃ ପ୍ରଶ୍ନର ଉତ୍ତର ଦେଲା, ହଜୁର, ମୋ ପ୍ରତିଜ୍ଞା ଜାଣନ୍ତି। ଦୁନିଆ ଦୌଲତର ମୋର ପ୍ରୟୋଜନ ନାହିଁ। ଗୟାକ୍ଷେତ୍ରରେ ପିତୃତର୍ପଣ ଦ୍ୱାରା ପିତୃଋଣ ଶୁଝିବି। ମୋହର ଆହୁରି ଗୋଟିଏ କାର୍ଯ୍ୟ ଅବଶିଷ୍ଟ ରହିଛି। ହଜୁର, ମୋ କସୁର ମାଫ୍ ହେଉ। ମୁଁ ମୋ ସ୍ତ୍ରୀଠାରେ ପ୍ରତିଜ୍ଞା କରି ଏକପତ୍ନୀ ବ୍ରତ ପାଳନ କରିଅଛି। ଅନ୍ୟ ସ୍ତ୍ରୀର ମୁଖାବଲୋକନ କରିବି ନାହିଁ। ଯାବଜ୍ଜୀବନ ମୋ ସ୍ତ୍ରୀକୁ ହିଁ ଧ୍ୟାନ କରିବି। ନବାବ ସାହେବ ମୁସ୍ତାଫା ପ୍ରତି ଦୃଷ୍ଟିପାତ କଲେ। ଅଭିପ୍ରାୟ, ସେ ବାଦଲ ସିଂଙ୍କୁ ବୁଝାଇ କହୁ, ମୁସ୍ତାଫା ଓ ବାଦଲ ସିଂ ମଧ୍ୟରେ ବିଶେଷ ସମ୍ପ୍ରୀତି ଥିଲା। ମୁସ୍ତାଫା ଖାଁ ନବାବ ସାହେବଙ୍କର ଅଭିପ୍ରାୟ ଜାଣି କହିଲେ, ଦେଖ ଦୋସ୍ତ ବାଦଲ, ତୁମେ ଜବାନ ଲୋକ, ଦୁନିଆଦାରୀ କଥା କହ, ଏ କି ଅହମକି ଫକିରୀ କଥା କହୁଛ? ଗୋଟାଏ ଶାଦୀ ହୋଇଥିଲ, ସେ ତ ଫୌତ ହୋଇଅଛି। କୁରାନ ଶରୀଫରେ ହୁକୁମ ଅଛି, ମରଦ 4ଟା ଶାଦୀ କରିପାରିବ। କେହି କେହି ନବୀ ଏହାକୁ ବି ହୁକୁମ କରିଅଛନ୍ତି, ଆସମାନରେ ଯେତେ ତାରା ତେତେଟା ନିକା କରିପାରିବ। ମୁସ୍ତଫାଦତ୍ତ ବ୍ୟବସ୍ଥା ବାଦଲ ସିଂ ହୃଦୟଙ୍ଗମ କରିପାରିଲା କି ନାହିଁ ବୋଲାଯାଇ ନ ପାରେ। କାରଣ ମୁସଲମାନ ଆକାଶରେ ଅସଂଖ୍ୟ ତାରା ବିରାଜିତ, ମାତ୍ର ବାଦଲ ହୃଦୟ ଆକାଶରୁ ଗୋଟିଏ ଚନ୍ଦ୍ର ଅସ୍ତ ଯାଇଅଛନ୍ତି। ଏଥକୁ ତାହାର ହୃଦୟାକାଶ ନିବିଡ଼ ନୈରାଶ୍ୟ ଅନ୍ଧକାରମୟ। ସେ ସ୍ଥିର ହୋଇ ଉଭା ହୋଇଅଛି। ତାହାର ନେତ୍ରୋଦୟ ଅଶ୍ରୁପୂର୍ଣ୍ଣ। ତାହାର ମନସ୍କାମ ସିଦ୍ଧ ହୋଇଅଛି। ବର୍ତ୍ତମାନ ଅନ୍ୟ ଭାବନା ନାହିଁ। ତାହା ମନ, ଜ୍ଞାନ, ପ୍ରାଣ, ପ୍ରିୟତମା, ଭାର୍ଯ୍ୟା, ଲଛମାମୟ। ଜୀବନରେ କିଛି କର୍ତ୍ତବ୍ୟ ଅଛି ବୋଲି ଜ୍ଞାନ କରିପାରୁନାହିଁ। ଆଉ ରାଜପଥ, ଜମିଦାରୀ, ତାହାର ଯେଉଁ ସମ୍ପତ୍ତି ଅପଚୟ ହୋଇଅଛି, ଶତ ସହସ୍ର ପଦଗୌରବ, ଶତ ସହସ୍ର ରାଜତ୍ୱ ସେ କ୍ଷତିପୂରଣ କରିପାରିବ ନାହିଁ। ପୁଣି ପାର୍ଥିବ ସୁଖ ସମ୍ପତ୍ତି ଭୋଗର ଭାଗୀ ପରିଜନ ଅଭାବରେ ସୁଖକର ସମ୍ପତ୍ତି ଲାଭ କଷ୍ଟକର କାରଣ ହୋଇପଡ଼େ। ବାଦଲ ସିଂ ଏବଂ ମୁସ୍ତାଫାର ଦତ୍ତ ବ୍ୟବସ୍ଥାର ପ୍ରତ୍ୟେକ କଥା ଆମ୍ଭମାନଙ୍କ ପାନରା ମନୋଯୋଗପୂର୍ବକ ଶୁଣୁଥିଲା। ତାହା ନେତ୍ରରୁ ଅଶ୍ରୁଧାରା ପ୍ରବାହିତ ହେଉଅଛି। ସେ ଯେମନ୍ତ ମନର ଭାବ ଗୋପନ କରିବାକୁ ବିଶେଷ ଚେଷ୍ଟା କରି ମଧ୍ୟ କୃତକାର୍ଯ୍ୟ ହୋଇପାରୁନାହିଁ। ବାଦଲର ପତ୍ନୀ ପ୍ରେମ, ପତ୍ନୀ ମମତା ଶୁଣି ସେ ଯେମନ୍ତ ସହ୍ୟ କରିପାରୁନାହିଁ। ପୁଣି ବାଦଲ ମନକଷ୍ଟ ଭୋଗ କରୁଅଛି, ଏହା ମଧ୍ୟ ତାହା ପକ୍ଷରେ ଅସହ୍ୟ। ମୁସ୍ତାଫା ଦୁଇଜଣଙ୍କୁ ଲକ୍ଷ୍ୟ କରି କହିଲେ, ବେକୁବ!
ନବାବ ସାହେବ ମନ ମଧ୍ୟରେ ବିଚାର କଲେ, ବାଦଲ ତାହା ପିତାମାତା ସକାଶେ କାନ୍ଦୁଅଛି। ଉମେଦୱାର ଭଗିନୀକୁ ବାଦଲ ବିବାହ କରିବାକୁ ଅସ୍ୱୀକାର କରିବାରୁ ସେ କାନ୍ଦୁଅଛି। ଆଚ୍ଛା, ଅତଃପର ବିଚାର କରାଯିବ। ଦରବାର ଭଙ୍ଗସୂଚକ ନାଗର ବାଜିଲା। ନବାବ ସାହେବଙ୍କ ଆଦେଶ ଅନୁସାରେ ନାଜିର ଉମେଦୱାରକୁ ଗୋଟିଏ ବସା ନିରୂପଣ କରାଇଲେ। ପରିଚ୍ଛେଦ 39। ପରିଚ୍ଛେଦର ନାମ ଅନ୍ୱେଷଣ। ଦାମ୍ଭିକ ପ୍ରଜ୍ଞାଭିମାନୀ ମାନବ ଆତ୍ମପୌରୁଷକୁ ସର୍ବସ୍ୱ କରି ମଣ। ମାତ୍ର ତୁମ୍ଭେ ଯେ କୌଣସି ଅଦୃଷ୍ଟ ହସ୍ତ ଦ୍ୱାରା ଚାଳିତ ହେଉଛ, ଜୀବିତ କାଳରେ ଦିନେ ହେଲେ ଏପରି କିଛି ପ୍ରତ୍ୟକ୍ଷ ଘଟଣା ଉପସ୍ଥିତ ହୋଇ ତୁମ ବିଶ୍ୱାସର ଅବଶ୍ୟ ବାତ୍ୟାଜାତ କରାଇବ। ଘଟଣା ଚକ୍ରରେ ପଡ଼ି ମାନବ ବିବିଧ ଅବସ୍ଥାକୁ ବିକ୍ଷିପ୍ତ ହୁଏ। ତାହା ନିବାରଣ କରିବା ତାହା ସାଧନାତୀତ। ଆଉ ଲାଭାଲାଭ ସମ୍ବନ୍ଧରେ ମଧ୍ୟ କାମ୍ୟ ବସ୍ତୁ ଲାଭ କରିବା ସକାଶେ ତୁମର ସମସ୍ତ ସାମର୍ଥ୍ୟ, ସମସ୍ତ ଜ୍ଞାନ, ସମସ୍ତ କୌଶଳ ପ୍ରୟୋଗ କରି ସୁଦ୍ଧା ଅକୃତକାର୍ଯ୍ୟ। ସମୟ ବିଶେଷରେ, ବିଷୟ ବିଶେଷରେ, ବିନା ଯତ୍ନ, ବିନା ପରିଶ୍ରମରେ କାମନାତିରିକ୍ତ କାମ୍ୟବସ୍ତୁ ହସ୍ତଗତ ହେବାର ପ୍ରତ୍ୟକ୍ଷ କଲା ଉତ୍ତାରେ ଯେବେ ଦୈବ ଅସ୍ୱୀକାର କର, ଆମ୍ଭେମାନେ ଅନାୟତ୍ତ। ତେବେ କୌଣସି ସମୟରେ, କୌଣସି ଅବସ୍ଥାରେ, କୌଣସି ବିଷୟରେ କର୍ତ୍ତବ୍ୟ ପାଳନରେ ଉଦାସୀନ ହୁଅ ନାହିଁ। ଆମ୍ଭେମାନେ କର୍ତ୍ତବ୍ୟ ପାଳନ ଜନିତ ଫଳକୁ ଦୈବ ଏବଂ ପୌରୁଷ ଉଭୟ ଦତ୍ତ ପୁରସ୍କାର ସ୍ୱରୂପ ଜ୍ଞାନ କରୁ। ଭଗବାନ ବାସୁଦେବ ଅର୍ଜୁନକୁ ଉପଦେଶ ଦେଇଅଛନ୍ତି, କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ବର୍ତ୍ତମାନ ଆମ୍ଭମାନଙ୍କ ପାନରା ସମ୍ପୂର୍ଣ୍ଣ ରୂପେ ଆଶ୍ୱସ୍ତ, ତାହାର ଆନନ୍ଦର ସୀମା ନାହିଁ। ଭଗବାନ କୁଳଦେବତା ସହାୟ ହୋଇଛନ୍ତି। ଅସାଧ୍ୟ ସାଧନ କରିଅଛି। ଆଉ ଯେଉଁ ହୃଦୟ ସର୍ବସ୍ୱଙ୍କୁ ଦିବାନିଶି ଶୟନରେ ସ୍ୱପ୍ନରେ ପ୍ରତି ମୁହୂର୍ତ୍ତରେ ଧ୍ୟାନ କରୁଥିଲା, ତାହାଙ୍କୁ ବିନା ଅନ୍ୱେଷଣ, ବିନା ଯତ୍ନରେ ଅପ୍ରତ୍ୟାଶିତ ରୂପେ ପ୍ରାପ୍ତ ହୋଇଅଛି। ସମୟ ସମୟରେ ଆନନ୍ଦରେ ଧୈର୍ଯ୍ୟ ଧରିପାରୁନାହିଁ। ମାତ୍ର ସର୍ବଦା ସାଧନାନୁସାରେ ସାବଧାନ, କାଳେ ଛଦ୍ମବେଶ ପ୍ରକାଶ ପଡ଼ିଯିବ। ପାନରା ଛଦ୍ମବେଶୀ। ତେବେ ମନ ମଧ୍ୟରେ ଅନେକ କଥା ପାଞ୍ଚି ସ୍ଥିର କଲା। ରାତ୍ରିର ଅନ୍ଧକାରରେ ଏକାକୀ ନିର୍ଜନରେ ବାଦଲ ସିଂ ନିକଟରେ ଉପସ୍ଥିତ ହେବ। ଛଳନାକ୍ରମେ ବାଦଲ ସିଂ ବସା ଚିହ୍ନି ଆସି ନାଜିର ନିର୍ଦ୍ଦିଷ୍ଟ ବସାକୁ ଗଲା। ଓହୋ, ଆଜି ଦିନଟା କେଡ଼େ ବଡ଼! ସୂର୍ଯ୍ୟ ଯେ ଅସ୍ତ ହେଉନାହାନ୍ତି। ସହସ୍ର ଥର ଆକାଶକୁ ଚାହିଁଲାଣି, କେତେଥର ଲୋକଙ୍କୁ ପଚାରିଲାଣି ବର୍ତ୍ତମାନ ସମୟ କେତେ। ତା ହିସାବରେ ଆଜି ଦିନଟା ନିତାନ୍ତ ବଡ଼। ହେଉ, ମାତ୍ର ସୂର୍ଯ୍ୟ ଠିକ୍ ସମୟରେ ଅସ୍ତ ହେଲେ କ୍ରମଶଃ ରାତି ପ୍ରହରକ ଗତ ରାଜମାର୍ଗରେ ଲୋକ ଗତିବିଧି କ୍ରମଶଃ ବିରଳ ହୋଇ ଆସୁଛି। କଦାଚିତ୍ କେହି 2-4 ଜଣ ଅସମାପ୍ତ କର୍ମୀ ଲୋକ ଗତାୟତ କରୁଅଛନ୍ତି। ଆଉ ବିଳମ୍ବରେ କ'ଣ ପ୍ରୟୋଜନ? ଏହି ସମୟରେ ପୁଣି ଜଟିଳ ଚିନ୍ତା ମନ ମଧ୍ୟରେ ଉପସ୍ଥିତ ହେଲା। କିପରି ସାକ୍ଷାତ କରିବ, କି କଥା କହିବ, କୌଣସି ମୀମାଂସାରେ ଉପସ୍ଥିତ ହୋଇପାରୁନାହିଁ। ସଙ୍ଗେ ସଙ୍ଗେ ପୁଣି ଭୟ ଉପସ୍ଥିତ। କ୍ରମଶଃ ଭୟ ପ୍ରବଳତର ହୋଇଅଛି। ମୋତେ ଗ୍ରହଣ କରିବେ ତ? ଏକାକିନୀ ଥିଲି, ନାନା ପୁରୁଷ ମଧ୍ୟରେ ବାସ କରୁଥିଲି। ନାନା ପାଦ ଧରିବି, କାନ୍ଦି କାନ୍ଦି ସମସ୍ତ କଥା କହିବି। କୁଳଦେବତାଙ୍କ ନାମ ଧରି ଶପଥ କରି କହିବି, ମୁଁ ତ ଇଚ୍ଛା କରି ଏକାକିନୀ ନଥିଲି। ପ୍ରଭୁ ସବୁ କଥା ଜାଣନ୍ତି। ଅବଶ୍ୟ ଗ୍ରହଣ କରିବେ। ଯାହାଙ୍କର ଏତେ ଦୂର ସ୍ନେହ, ଏତେ ଦୂର ଆଦର, ମୋ ପାଇଁ ରାଜପୁତ ତୁଚ୍ଛ ଜ୍ଞାନ କଲେ, ପ୍ରତିଜ୍ଞା କରିଅଛନ୍ତି ଅନ୍ୟ ସ୍ତ୍ରୀ ମୁଖାବଲୋକନ କରିବେ ନାହିଁ, ସେ କ'ଣ ମୋତେ ଫୋପାଡ଼ି ଦେବେ? ନାହିଁ ନାହିଁ, ନିଶ୍ଚୟ ଗ୍ରହଣ କରିବେ। ଅନ୍ୟ ଚିନ୍ତା, ପ୍ରକୃତି ବେଶରେ ଯିବି କି ଏହି ଛଦ୍ମ ବେଶରେ ଯିବି? ନାହିଁ, ବର୍ତ୍ତମାନ ରାଜମାର୍ଗରେ ପ୍ରକୃତ ବେଶରେ ଯିବା ନିରାପଦ ନୁହେଁ। ପାନରା ଗୋଟିଏ ନିଶ୍ୱାସ ପକାଇ ଇଷ୍ଟ ଦେବତା ନାମ ସ୍ମରଣ ପୂର୍ବକ ଶୁଭଯାତ୍ରା ଆରମ୍ଭ କରିଦେଲା। ରାଜମାର୍ଗ ଏକ ପ୍ରକାରର ନିର୍ଜନ। କଦାଚିତ୍ ଜଣେ 2 ଜଣ ଲୋକ ଯା ଆସ କରୁଛନ୍ତି। କୋନ୍ ହରେ ତୁଚ୍ଛାଟାରେ ପାଟି କରି ଦିଗବାର ଆପଣା କର୍ତ୍ତବ୍ୟ ତତ୍ପରତା ଜଣାଉଛି। ସେହିପରି ଦାଣ୍ଡବୁଲା କୁକୁରଗୁଡ଼ାକ ନିତାନ୍ତ କର୍ମରେ ନିଯୁକ୍ତ ଥିଲା ପରି ତୁଚ୍ଛାଟାରେ ପାଟି କରୁଅଛନ୍ତି। କେଉଁଠାରେ ଗୋଟାଏ କୁକୁର ସଡ଼କ ମଝିରେ ପଡ଼ି ଆପଣାର କର୍ତ୍ତବ୍ୟ କର୍ମ ଜ୍ଞାନ କଲା ପରି ଅନ୍ୟ କୁକୁରକୁ ଅପେକ୍ଷାକୃତ କ୍ଷୀଣ ସ୍ୱରରେ ଭୂ ଭୂ କରି ଉତ୍ତର ପ୍ରଦାନ କରୁଅଛି। ସଡ଼କ ପାଖରେ ସହରର ବୁଲା ଷଣ୍ଢଟା ଶୁକ୍ଳବର୍ଣ୍ଣ ବସ୍ତ୍ରସ୍ତୂପ ଆକାରରେ ପଡ଼ି ରହି ନବାବ ସାହେବଙ୍କ ପରି ଆନନ୍ଦ ମନରେ ପାକୁଳି କରୁଅଛି।
ମାତ୍ର ଆମ୍ଭେମାନେ ଆଲିବର୍ଦ୍ଦି ଖାଁଙ୍କ ଠାରୁ ଏହାକୁ ଭାଗ୍ୟବାନ ଜ୍ଞାନ କରୁ। କାରଣ ନବାବ ସାହେବ ସୁବାଦାରୀଟା ଉଦରଗତ କରି ମଧ୍ୟ ପାକୁଳି କରିବାକୁ ଅବସର ପ୍ରାପ୍ତ ହୋଇନାହାନ୍ତି। ସହରର ଦୋକାନ ଘର, ଗୋଦାମ ଘର, କାରବାରୀ ଘର ସମସ୍ତ ନିସ୍ତବ୍ଧ। କୌଣସି ଘରର କବାଟ ଫାଙ୍କରୁ ଆଲୋକ ରେଖାଟା ଆସି ଦାଣ୍ଡରେ ପଡ଼ିଅଛି। କୌଣସି କୌଣସି ଘରୁ ଭୁଟ ଭୁଟ ଶବ୍ଦ ଶୁଭୁଅଛି। ପାନରା ବାଦଲ ସିଂ ବସାକୁ ଲକ୍ଷ୍ୟ କରି ସଡ଼କ ମଧ୍ୟରେ ଏକ ଧ୍ୟାନରେ ଚାଲିଅଛି। ଆଶଙ୍କା, ଆନନ୍ଦ, ଉଦ୍ବେଗ ମନ ମଧ୍ୟରେ ନାନା ଭାବ ଯୁଗପତ୍ ଉଦିତ ହୋଇ ତାହାକୁ ବ୍ୟାକୁଳ କରୁଅଛି। ସାଗର ମଧ୍ୟଗତା ଦ୍ରୁତଗାମିନୀ ତରୀ ପ୍ରତିମୁଖ ବାୟୁ ଏବଂ ଉତ୍ତାଳ ତରଙ୍ଗରେ ପଡ଼ି ଯେମନ୍ତ ବିଚଳିତ ହୋଇପଡ଼େ, ସେହିପରି ପାନରା ଚାଲିବା ସମୟରେ କେମନ୍ତ ଦୁଇପଦ ପରସ୍ପର ଜଡ଼ିତ ହୋଇଯାଉଛି। ଏହି ତ ହାବିଲଦାରୀ ଦେହୁରୀ, ଏହି ନିଶ୍ଚୟ। ପ୍ରହରୀ ଡାକିଦେଲା, ହୁକୁମଧାର! ପାନରା ଆଜି ମୁର୍ସିଦାବାଦରେ ଅପରିଚିତ ନୁହେଁ। ନବାବଙ୍କ ଅନୁଗୃହୀତ ଲୋକର ସମ୍ମାନ ସର୍ବତ୍ର। ପ୍ରହରୀ ସମ୍ଭ୍ରମରେ ସଲାମ କରି ପାନରା ପ୍ରଶ୍ନ କରିବା ପୂର୍ବରୁ କହିଲା, ହଜୁର, ହାବିଲଦାର ବାହାରକୁ ଯାଇଛନ୍ତି। ବାହାରକୁ ଯାଇଅଛନ୍ତି? ପାନରା ମନରେ ହଠାତ୍ ଗୋଟାଏ ଭୟଙ୍କର ଅମଙ୍ଗଳ ଆଶଙ୍କା ଉପସ୍ଥିତ ହେଲା। ପ୍ରିୟଜନ ସମ୍ବନ୍ଧରେ ଅମୂଳକ ବା ସମୂଳକ ଆଶଙ୍କା ଉପସ୍ଥିତ ହୋଇଥାଏ। ସେ କେତେକ ମୁହୂର୍ତ୍ତ ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇଗଲା। ହା, ଲୋକ ଶତସହସ୍ର ଥର ପ୍ରମାଣ ପାଉଅଛି, ଆଶା ଭୟଙ୍କର ବିଶ୍ୱାସଘାତିନୀ, ତଥାଚ ମାନବ ତାହା ପ୍ରତାରଣା ବିମୁଗ୍ଧ। ଏହା ମଧ୍ୟ ସତ୍ୟ, ଆଶା ବିଶ୍ୱାସଘାତିନୀ ହେଉ, ଯାହା ହେଉ, ତାହାର ମୋହନ ମନ୍ତ୍ରରେ ମୋହିତ ନ ହେଲେ ମାନବ ପକ୍ଷରେ ଜୀବନ ଧାରଣ କରିବା କଷ୍ଟକର ହୁଅନ୍ତା। ପର ମୁହୂର୍ତ୍ତରେ ଆଶା ଆସି ପାନରା କର୍ଣ୍ଣରେ କହିଲା, ବାହାରକୁ ଯାଇଛନ୍ତି, ଆସିବେ। ଅଧୈର୍ଯ୍ୟ କି ପାଇଁ? ସତ କଥା? ପାନରା ପଚାରିଲା, ହାବିଲଦାର କେତେବେଳେ ବାହାରକୁ ଗଲେ? ପ୍ରହରୀ, ରାତ୍ର ଏକଦଣ୍ଡ ସମୟରେ। ପାନରା, କେଉଁଠାକୁ ଯାଇଅଛନ୍ତି? ପ୍ରହରୀ, ଜଣା ନାହିଁ। ପାନରା, କେତେବେଳେ ବାହୁଡ଼ିବା ସମ୍ଭବ? ପ୍ରହରୀ, ଜଣା ନାହିଁ। ପାନରା, ସେ କ'ଣ ନବାବ ମହଲକୁ ଯାଇଅଛନ୍ତି? ପ୍ରହରୀ, ସମ୍ଭବ ନୁହେଁ, କାରଣ ସାମାନ୍ୟ ବେଶରେ ଯାଇଅଛନ୍ତି। ପାନରା, ନିରୁତ୍ତର। ଦେହୁଡ଼ିରେ ସ୍ଥିର ଭାବରେ ରାଜମାର୍ଗକୁ ଚାହିଁ ବସିଅଛି। ରାଜମାର୍ଗ ଅନ୍ଧକାରମୟ, କଦାଚିତ୍ ଗୋଟାଏ ଯୋଡ଼ାଏ ଜୁଳୁଜୁଳିଆ କ୍ଷଣିକ ଆଲୋକ ପ୍ରକାଶ କରି ଅନ୍ଧକାରରେ ମିଶି ଯାଉଅଛନ୍ତି। ପାନରା ହୃଦୟ ତତୋଃଧିକ ଅନ୍ଧକାରମୟ। ଜ୍ୟୋତି ତରଙ୍ଗାଣ ପରି କ୍ଷଣିକା କ୍ଷୁଦ୍ରାଶା ଉଦିତ ହୋଇ ବିଲୟପ୍ରାପ୍ତ ହେଉଅଛି। କ୍ରମଶଃ ରାତ୍ରି ଦ୍ୱିତୀୟ ତୃତୀୟ ପହରର ଅତୀତ। ଦୁଇ ତିନି ଥର ପହରା ବଦଳି ହୋଇଗଲାଣି। ଅନେକ ସମୟରେ ଅଗତ୍ୟା ମନୁଷ୍ୟକୁ ବାଧ୍ୟ ହୋଇ ଧୈର୍ଯ୍ୟ ଧରିବାକୁ ହୁଏ। ହେଲେ ତାହାର ମଧ୍ୟ ଗୋଟାଏ ସୀମା ତ ଅଛି। ଆକାଶ ପାତାଳ ଭାବି ପାନରା କିଛି ସ୍ଥିର କରି ପାରିଲା ନାହିଁ। ରାତ୍ରି ସହିତ ତାହାର ଆଶା ଭରସା କ୍ରମଶଃ ଶେଷ ହୋଇ ଆସୁଛି। ରାତ୍ରି ପ୍ରଭାତ। ପାନରା ଜାଣେ ବାଦଲ ସିଂ ଘରେ ନାହାନ୍ତି। ତଥାଚ ସେ ଆପେ ଘର ମଧ୍ୟକୁ ଯାଇ ପ୍ରତ୍ୟେକ ଗୃହ ତନ୍ନ ତନ୍ନ କରି ଦେଖିଲା। ଅବଶିଷ୍ଟ ଗୋଟିଏ ଗୃହ ଥିଲା, ତାହା ମଧ୍ୟକୁ ଯାଇପାରିଲା ନାହିଁ। ଦ୍ୱାରଠାରେ ଅନାୟତ୍ତ ହୋଇ ବସିପଡ଼ିଲା। ରାତ୍ରି ପ୍ରଭାତ ହେଲା। ନବାବ ସାହେବଙ୍କ ତଲବ ବାଦଲ ସିଂ ବସାରେ ନାହାନ୍ତି। ସମ୍ଭବ ଅସମ୍ଭବ, ଗମ୍ୟ ଅଗମ୍ୟ ସର୍ବସ୍ଥାନରେ ତଲାସ କରାଗଲା। ସ୍ଥିର ହେଲା, ବାଦଲ ସିଂ ମୁର୍ସିଦାବାଦ ସହରରେ ନାହାନ୍ତି। ପାନରାକୁ ନବାବ ସାହେବଙ୍କର ତଲବ ହେଲା। ମାତ୍ର ସେ ହଠାତ୍ ପୀଡ଼ିତ, ଶଯ୍ୟାଗତ, ଉତ୍ଥାନ ଶକ୍ତିରହିତ। ହେଲେ ପ୍ରତିକ୍ଷଣ ବାଦଲ ସିଂ ସମ୍ବନ୍ଧୀୟ ସମାଚାର ସଂଗ୍ରହ କରିବାକୁ ନିବୃତ୍ତ ନାହିଁ। ସନ୍ଧ୍ୟା ଉତ୍ତାରେ ନିଃସନ୍ଦେହ ହେଲା। ତହିଁ ଉତ୍ତାରେ ଜ୍ୱର, କ୍ରମଶଃ ଜ୍ୱର ବୃଦ୍ଧି। ନବାବ ସାହେବ ହକିମ ପଠାଇ ଚିକିତ୍ସା କରାଉଛନ୍ତି। ତୃତୀୟ ଦିବସ ଶେଷ ରାତ୍ରିରେ ସେ ସ୍ୱପ୍ନ ଦେଖିଲା। ଅନନ୍ତ ଆକାଶ, ଅନନ୍ତ ନକ୍ଷତ୍ର ମଣ୍ଡଳ, ଉପରିଭାଗରେ ପିତୃଲୋକ ସଭା। ନିଷ୍କଳଙ୍କ ମାନବାତ୍ମା ସକଳ ଦେବବିଗ୍ରହ ଧାରଣ କରି ସେ ସଭାରେ ବିରାଜିତ ଅଛନ୍ତି। ଯେଉଁ ମାନବାତ୍ମାଙ୍କ ପୁତ୍ର କନ୍ୟାମାନେ ଗୁଣବାନ, ବିଦ୍ୱାନ, ଯଶସ୍ୱୀ, ନିଷ୍ପାପ ଶରୀର, ସେମାନଙ୍କର ଆସନ ସର୍ବୋଚ୍ଚ। ପାନରା ଦେଖିଲା, ତାହାର ପିତା ଦେଓକୋଲ ସିଂଙ୍କ ଆତ୍ମା ସେହି ସଭାର ଦ୍ୱାରସ୍ଥମାନଙ୍କ ଦ୍ୱାରା ବିଶେଷ ରୂପେ ନିବାରିତ ହେଇ ଦ୍ୱାରଦେଶରେ ନିତାନ୍ତ ବିଷଣ୍ଣ କ୍ଷୁଣ୍ଣରେ ନିରାଶ ଭାବରେ ଦଣ୍ଡାୟମାନ ଅଛି ଏବଂ ଏକ ସ୍ଥାନରେ ପୃଥିବୀର ନିରୀକ୍ଷଣ ରହି ଅଛି। ପିଣ୍ଡହୀନ ଅପବିତ୍ର ଆତ୍ମା ପ୍ରତି ସଭାପ୍ରବେଶ ନିଷେଧ।
ପାନରାର ନିଦ୍ରାଭଙ୍ଗ ହେଲା। ଆପଣଙ୍କୁ ଧିକ୍କାର ଦେଇ କହିଲା, ହା, ମୁଁ ଯେ ଏ କୁଳର ଏକମାତ୍ର ବଂଶଧର, ପିତୃଆତ୍ମା ଉଦ୍ଧାରକାରୀ, ଆଉ ତୃତୀୟ କେହି ନାହିଁ। ହା, ମୁଁ କର୍ତ୍ତବ୍ୟ କର୍ମରେ ତ୍ରୁଟି କରିଅଛି। ପିତାଙ୍କ ଆତ୍ମାକୁ ଉଦ୍ଧାର କରିବା ମୋ ପକ୍ଷରେ ଅବଶ୍ୟ କର୍ତ୍ତବ୍ୟ। କ୍ରମଶଃ ପାନରା ଆରୋଗ୍ୟ ଲାଭ କଲା। ମାତ୍ର ତାହାକୁ ମଧ୍ୟ ପଞ୍ଚମ ଦିନଠାରୁ ମୁର୍ସିଦାବାଦ ସହର ମଧ୍ୟରେ ଆଉ କେହି ଦେଖିନାହିଁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଫକୀରମୋହନ ସେନାପତିଙ୍କର ଉପନ୍ୟାସ ଲଛମାର ପରିଚ୍ଛେଦ 39। ଆଗାମୀ ଅଧ୍ୟାୟରେ ଆମେ ଏହି ଉପନ୍ୟାସଟିର ଅନ୍ୟ ପରିଚ୍ଛେଦଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।